ରାମ ନାରାୟଣ ରାମ। ଯେମାନେ ମହାନ, ଯେମାନେ କାମ କରୁଛନ୍ତି, ସେମାନେ ଏହି ବୁଝିବାର ଶକ୍ତିକୁ ଅନ କରି ଏହି ଶରୀର ମଧ୍ୟରେ ବିପୁଳ ଶକ୍ତି ସଞ୍ଚୟ କରୁଛନ୍ତି। ଶରୀର ଭିତରେ ଏହି ବିଶାଳ ଶକ୍ତିର ଚଳଚଳାହଟ ଘଟେ। ଗୋଟିଏ ସାମୁଦ୍ରିକ ସ୍ରୋତରୁ ନଦୀ, ନାଲା, କାନାଲ, ହ୍ରଦ ଇତ୍ୟାଦି ଅନେକ ଜନ୍ମ ଗ୍ରହଣ କରନ୍ତି। ସମସ୍ତ ପ୍ରାଣୀମାନଙ୍କ ଭିତରେ ଏପରି ଶକ୍ତି ଅଛି ଯାହା ଆକୃଷ୍ଟ କରିବାର କ୍ଷମତା ରଖେ। ଯଦି ଗୋଟିଏ ଦୁଇଟି ଅଛି, ତେବେ ଏପରି ଅନେକ ଅଛି, ବା ଯଦି ଗୋଟିଏ ଶକ୍ତି ଅଛି, ତେବେ ଅନ୍ୟ ଅନେକ ଅନନ୍ତ ଶକ୍ତିମାନ ଆପେଇ ଆସିଯିବେ। ସେହିପରି ଝିଅ ହୁଅ କିମ୍ବା ମାଛି, ଆକର୍ଷଣର ଶକ୍ତି ସମସ୍ତଙ୍କ ଭିତରେ ଅଛି। ଏହି ଶକ୍ତି କାହିଁକି ଥାଏ? ଦୂରରେ ଥିବା ଗ୍ରହମାନେ ଯେଉଁ ଶକ୍ତି ସନ୍ଦେଶ ପଠାନ୍ତି, ସେହି ସନ୍ଦେଶ ପ୍ରତ୍ୟେକ ପ୍ରାଣୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଗ୍ନିଗିରିର ଭିତରକୁ ଦେଖିଲେ ଅଗ୍ନି ଜାଲୁଥିବା ଦିଶେ। ଯେତେବେଳେ ସେ ଅଗ୍ନି ବାହାରୁଛି, ସେତେବେଳେ ବଡ଼ ଘଟଣା ଘଟେ। ସୂର୍ଯ୍ୟର ଭିତରେ ମଧ୍ୟ ଏପରି ଅଗ୍ନି ଜାଲୁଛି। ଗୋଟିଏ ଦିନ ଦେଖିବେ ସୂର୍ଯ୍ୟ ଖଣ୍ଡ ଖଣ୍ଡ ହେଉଥିବା ଭାବରେ ଶୀତଳ ହୋଇଯିବ। ଯେଉଁ ଅଗ୍ନି ଧଧକୁଛି, ସେହିଠାରୁ ପୃଥିବୀ ଉତ୍ପନ୍ନ ହୋଇଛି। ଏହି ପୃଥିବୀ ମଧ୍ୟ ଗୋଟିଏ ଦିନ ଉବାଡ଼ୁଥିଲା। ମାନବ ଭିତରେ ମଧ୍ୟ ଏପରି ଅଗ୍ନି ଜାଲୁଛି। ପୃଥିବୀରେ ଅନେକ ତଳ ଅଛି। ପୃଥିବୀ ଉପରେ ଗରମୀ ଅଛି, ଥଣ୍ଡା ଅଛି। ପ୍ରତ୍ୟେକ ସ୍ଥାନର ପରିସ୍ଥିତି ଭିନ୍ନ। କେଉଁଠି ଗରମୀ, କେଉଁଠି ଥଣ୍ଡା। ଯଦି ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଚାହାଁ, ଆମେ ଯାଇପାରିବା। ଗୋଟିଏ ବ୍ୟକ୍ତି ଗରମ ସ୍ଥାନକୁ ମଧ୍ୟ ଯାଇପାରେ ଓ ଥଣ୍ଡା ସ୍ଥାନକୁ ମଧ୍ୟ। ଆମର ଭିତରେ ବୋଧଶକ୍ତି ଅଛି। ଯେତେବେଳେ ବୋଧଶକ୍ତି ଅଛି, ସେତେବେଳେ ସେଠାରେ କୌଣସି ଶେଷ ନାହିଁ।